ଏକ ସିରିଜ ଦୁର୍ଘଟଣା ଘଟି 5 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 2 ଜଣ ସିବିଏସ୍ଇ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ରହିଛନ୍ତି। କେନ୍ଦୁଝର ଜିଲ୍ଲା 520 ନମ୍ବର ଜାତୀୟ ରାଜପଥର ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ନିକଟରେ ଘଟିଛି ଏହି ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର 2 ଜଣ ପରୀକ୍ଷାର୍ଥୀ ଆଜି ପରୀକ୍ଷା ଦେବା ପାଇଁ ଚମ୍ପୁଆର କେରଲା ଇଂରାଜୀ ମାଧ୍ୟମ ପବ୍ଲିକ ସ୍କୁଲକୁ କାର ଯୋଗେ ଯାଉଥିଲେ। ତେବେ ଜାତୀୟ ରାଜପଥର ବିପରୀତ ଦିଗରେ ରାସ୍ତା କାମ ଜାରି ରହିଥିବାରୁ ଗୋଟିଏ ପଟ ରାସ୍ତାରେ ଗାଡ଼ି ଯିବା ଆସିବା କରୁଥିଲା। ତେଣୁ ଏକ ଲୁହା ରଡ୍ ବୁଝେଇ ଟ୍ରକ୍ ପରୀକ୍ଷାର୍ଥୀମାନେ ଯାଉଥିବା କାରକୁ ଧକ୍କା ଦେବା ପରେ ପଛରେ ଆସୁଥିବା ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ କାର ପଛପଟେ ପିଟି ହୋଇଯାଇଥିଲା। ଫଳରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଯିବା ସହ କାରର ଡ୍ରାଇଭର, 2 ଜଣ ପରୀକ୍ଷାର୍ଥୀ ଓ ବାଇକ୍ରେ ଥିବା 2 ଜଣ ଆରୋହୀ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଉଦ୍ଧାର କରି ଚମ୍ପୁଆ ଉପବିଭାଗୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। ଆଉ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଶୀଘ୍ର ଡିସଚାର୍ଜ କରିଦିଆଯାଇଥିଲା। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।